ସକାଳୁ ଉଠି ଆମେ ଚାଲି ଯାଇଥିଲୁ ସିଧା ବସ୍ ପାଖକୁ। ମୟୂରଭଞ୍ଜରୁ ନବରଙ୍ଗପୁର ଆମର କିଛି ପାର୍ସଲ ଆସୁଥିଲା, କିନ୍ତୁ ଆମେ ପହଞ୍ଚିବା ଆଗରୁ ବସ୍ଟି ପଳେଇଥିଲା। ବସ୍ ପଛେ ପଛେ ଆମେ ଦୁଇ ସାଙ୍ଗକୁ ପଠେଇ ଦେଇଥିଲୁ ପାର୍ସଲ ରିସିଭ୍ କରିବା ପାଇଁ। ତାପରେ ଆମେ ଚାଲି ଯାଇଥିଲୁ ଇଞ୍ଚଡ଼ ଚୋରି କରିବା ପାଇଁ। ଆଉ ସେ ମୋତେ ଚଟାପଟ ପାଚେରୀ ଉପରକୁ ଚଢ଼ି ଯାଇ ଇଞ୍ଚଡ଼ ଦୁଇଟିକୁ ଛିଡ଼େଇ ଦେଇଥିଲେ ଆଉ ଆମକୁ ବଢ଼େଇ ଦେଇଥିଲେ। ଆମେ ସେଇ ଦୁଇଟା ଇଞ୍ଚଡ଼କୁ ଧରି ଚଟାପଟ ଦୌଡ଼ିକି ପଳେଇ ଯାଇଥିଲୁ। ସେପଟେ ଇଞ୍ଚଡ଼ ହେଲାଣି କି ନାହିଁ ମୋତେ ଟିକେ କହିବେ ତ। ଫାଇନାଲି ଆସି ପହଞ୍ଚି ଯାଇଥିଲା ପାର୍ସଲଟି। ଲିଚିର ଆଈ ଆଉ ଅଜା ଏଇ ପାର୍ସଲଟି ପଠେଇଥିଲେ ଲିଚି ପାଇଁ। ହୋଲିର କିଛି ସାମଗ୍ରୀ ଥିଲା। ସେ ଏଗୁଡ଼ାକ ଦେଖିକି ବହୁତ ଖୁସି ହେଇଯାଇଥିଲା। ଦୂରରେ ରହୁଛେ ସେ ପାଇଁ ତାଙ୍କ ମନ ବି ବୁଝୁନି, ସେ ପାଇଁ ସେ କିଛି ଜିନିଷ ପଠେଇ ଦେଇଥିଲେ ଆମ ପାଇଁ। ତାପରେ ଆମେ ବସି ଯାଇଥିଲୁ ଖାଇବା ପାଇଁ। ସମସ୍ତେ ବସି ଏକା ସାଙ୍ଗରେ ଖାଇନେଲୁ ଆଉ ଫାଇନାଲି ବାହାରି ଯାଇଥିଲୁ ଆମେ ହୋଲି ଖେଳିବା ପାଇଁ। ଆମେ ତ ବହୁତ ମଜାମସ୍ତି କରି ହୋଲି ଖେଳିଲୁ। ଆପଣମାନେ କେମିତି ହୋଲି ଖେଳୁଛନ୍ତି କମେଣ୍ଟରେ ନିହାତି ଜଣାଇବେ। ଖାଲି କ'ଣ ହୋଲି ଖେଳିଲେ ହେବ, ତା ସହିତ ନାଚ ବି ରହିବା ଦରକାର ନା। ସେ ପାଇଁ ଆମେ ଟିକେ ଡ୍ୟାନ୍ସ କରିନେଇଥିଲେ। ଲିଚି ଆଉ ଚେରି ବି ତାଙ୍କର ଖେଳିବାକୁ ଲାଗିଛନ୍ତି ଦୁଇ ଜଣ। ଚକା ଚକା ଭଉଁରୀ ବି ଖେଳିଦେଲୁ। ନାଚି 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 ଦୁଇ ଜଣ ପୁରା ଗଡ଼ି ଯାଇଥିଲେ। ଦେଖନ୍ତୁ କେମିତି ହେଉଛନ୍ତି। ଲାଷ୍ଟରେ ଯଦି ଏଇ କାମଟା ନ ହୁଏ ହୋଲିର ମଜା କିଛି ଆସେନି। ଯିଏ ଗାଧୋଇ ସାରିଥିବ ତାକୁ ପୁଣି ହୋଲି ନ କଲେ ଆମ ମନ କ'ଣ ମାନିବ। ଆମର ବି ଗୋଟେ ସାଙ୍ଗ ସେମିତି ଫସି ଯାଇଥିଲା। ଦେଖନ୍ତୁ ଗାଧୋଇବାକୁ ଯାଇକି ସେ ଫସି ଯାଇଥିଲା। ପୁଣି ତାକୁ ବାଥରୁମରୁ ଟାଣି ଆଣି ଆମେ ତାକୁ ପୁରା ବାଲ୍ଟିଏ ପାଣି ଢାଳି ଦେଇଥିଲୁ। ଏଠି ତ ହେଇଥିଲା ଫାଇନାଲ୍ ଫାଇଟିଂଟା। ଦେଖନ୍ତୁ କେମିତି ଡ୍ରେସ୍ ଚିରାଚୁରି ଚାଲିଛି। ଦୁଇ ଜଣଙ୍କ ଡ୍ରେସ୍କୁ ଚିରି ଦେଇଥିଲେ। ଫାଇନାଲ୍ ସରିଯାଇଥିଲା ଆମ ହୋଲି ଖେଳ। ତାପରେ ବାପ ଝିଅ ଗାଧୋଇ ପଡ଼ିଥିଲେ। ଏଠି ଆମେ ସମସ୍ତେ ଗାଧୋଇ ସାରି ବସି ଯାଇଥିଲୁ ଖାଇବା ପାଇଁ। ଆଜି ଲଞ୍ଚରେ ହେଇଥିଲା ବିରିୟାନୀ। ବିରିୟାନୀରେ ଲେଗ୍ ପିସ୍ ଖୋଜି ଖୋଜି ବିରିୟାନୀ ହାଣ୍ଡି ଯାକ ତ ସରିଗଲା, କିନ୍ତୁ ଲେଗ୍ ପିସ୍ ମିଳିନଥିଲା। ଯାହା ବି ହଉ ବିରିୟାନୀ ଖାଇ ଖୁଆ ସାରି ଆମେ ପୁଣି ବାହାରି ପଡ଼ିକି ରେଡ଼ି ହେଇଯାଇଥିଲୁ ଘରକୁ ଆସିବା ପାଇଁ। ପୁଣି ଟାଟା ବାଏ ବାଏ କରିଦେଇ ଆମେ ପୁଣି ପଳେଇ ଆସିଥିଲୁ ଯେ ଯାର ଘରକୁ। ଯେଉଁ ହନୁମାନ ଗିୟର ପକାଇ ସ୍ୱାମୀ ମୋର ଘାଟିଟିକୁ ପାର କରିଦେଇଥିଲେ, ପୁଣି ହନୁମାନ ଗିୟରକୁ ବନ୍ଦ କରି ଘାଟିଟିକୁ ତଳକୁ ଓହ୍ଲେଇ ନେଇଥିଲେ।